ପୂର୍ବ ଭିଡ଼ିଓରେ ଆମେ ଡୋମେନ୍ ରେଞ୍ଜ ବିଷୟରେ କିଛି କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରୁଥିଲେ ଆଉ ଓଡ୍ ଇଭେନ୍ ଫଙ୍କସନ୍ ବିଷୟରେ ମଧ୍ୟ ପଢ଼ିଥିଲେ ଆଉ ପିରିୟଡ଼ିକ୍ ଫଙ୍କସନ୍ ବିଷୟରେ ମଧ୍ୟ କିଛି ପଢ଼ିଥିଲେ। ତ ଆଜି ଆମେ ପିରିୟଡ଼ିକ୍ ଫଙ୍କସନ୍ ବିଷୟରେ କିଛି ପଢ଼ିବା ଆଉ ଡୋମେନ୍ ରେଞ୍ଜରେ କିଛି କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା। ତ ପିରିୟଡ଼ିକ୍ ଫଙ୍କସନ୍ ପଢ଼ିବା ଆଗରୁ ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିଥିଲି ଯେ ସାଇନ୍ ହେଉ କୋସ୍ ହେଉ ତାଙ୍କର ପିରିୟଡ଼ିକ୍ ଭ୍ୟାଲୁ କେତେ ହୁଏ 2π, ସେ 10 କୋଟ୍ର କ'ଣ ପାଇ। ତ cosec sec ର 2π ମିନ୍ସ ପିରିୟଡ଼ିକ୍ ଭ୍ୟାଲୁ ମାନେ ପିରିୟଡ଼ିକ୍ ମାନେ କ'ଣ ବୁଝେ? ପିରିୟଡ଼ିକ୍ ମାନେ ରିପିଟ୍ ଭ୍ୟାଲୁ ମିନ୍ସ 2π ପରେ ପୁଣି ଥରେ ସେଇ ଭ୍ୟାଲୁ ଆଗ ଆସିବ। ସେମିତି 10x cot x ର ପାଇ ମିନ୍ସ ପାଇ ପରେ ସେମ୍ ଭ୍ୟାଲୁଟା ଆସିବ। ତ ଆଜି ଆମେ ପିରିୟଡ଼ିକ୍ ଫଙ୍କସନ୍ର କିଛି କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା, ତା ଆଗରୁ କିଛି ପିରିୟଡ଼ିକ୍ ଫଙ୍କସନ୍ ବିଷୟରେ କିଛି ଜାଣିବା। ତ ଚାଲନ୍ତୁ ଆମେ ପିରିୟଡ଼ିକ୍ ଫଙ୍କସନ୍ର କିଛି କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା। ତ ମୁଁ ଏଠି ଲେଖିବି କ'ଣ, ପିରିୟଡ଼ିକ୍ ଫଙ୍କସନ୍। ତ ପିରିୟଡ଼ିକ୍ ଫଙ୍କସନ୍ ବିଷୟରେ ଆମେ ତା ଆଗରୁ ପଢ଼ିଥିଲେ, ଆଉ ଥରେ ଟିକେ ରିଭାଇଜ୍ କରିଦେବା। ତ ମୁଁ ଏଠି ଲେଖିବି ଫଙ୍କସନ୍, ଏଠି ଲେଖିବି ପିରିୟଡ଼ିକ୍ ଭ୍ୟାଲୁ। ପିରିୟଡ଼ିକ୍ ତ ଫାଷ୍ଟ ଆମର କ'ଣ ଦେଇଛି ଆମେ ଜାଣିଛନ୍ତି, ଆମେ କ'ଣ ଜାଣିଛନ୍ତି ସାଇନ୍ ଏକ୍ସ cos x cosec x ଆଉ କ'ଣ sec x, କ'ଣ sec x ର ପିରିୟଡ଼ିକ୍ ଭ୍ୟାଲୁ କେତେ ରହୁଛି ସବୁବେଳେ? ଆଙ୍କର ପିରିୟଡ଼ିକ୍ ଭ୍ୟାଲୁ ସବୁବେଳେ 2π ରହିବ, ମିନ୍ସ 2π ପରେ ରିପିଟ୍ ହେବ। ସେମିତି 2 ନମ୍ବର କ'ଣ 10x ଆଉ cot x ଆଉ 10x ର ପିରିୟଡ଼ିକ୍ ଭ୍ୟାଲୁ କେତେ ରହିବ? ପାଇ, ମିନ୍ସ ପାଇ ପରେ ରିପିଟ୍ ଭ୍ୟାଲୁ ଦେଖେଇବ ତାର। ସେମିତି ଯଦି ମୁଁ କହିବି 3 ନମ୍ବରରେ କହିବି ସାଇନ୍ ର ପାୱାର nx cos ର ପାୱାର nx, ଆର ପିରିୟଡ଼ିକ୍ ଭ୍ୟାଲୁ କେତେ? ଧ୍ୟାନ ଦିଅନ୍ତୁ, ଆର ପିରିୟଡ଼ିକ୍ ଭ୍ୟାଲୁ ହେଉଛି ପାଇ। ଆର କଣ୍ଡିସନ କ'ଣ କହୁଛି? ଇଫ୍ n ଇଜ୍ ଇଭେନ୍, ମିନ୍ସ ମନେକର ମୁଁ ତମେ ପଚାରିବି ସାଇନ୍ ସ୍କୋୟାର ଏକ୍ସ ର ପିରିୟଡ଼ିକ୍ ଭ୍ୟାଲୁ କେତେ, ବୋଲେ ତମେ କ'ଣ କହିବ? ପାଇ। କିନ୍ତୁ ସାଇନ୍ ଏକ୍ସ ର ପିରିୟଡ଼ିକ୍ ଭ୍ୟାଲୁ କେତେ? 2π। ସେମିତି କହିବି ସାଇନ୍ 4 ପାୱାର ଏକ୍ସ ର ପିରିୟଡ଼ିକ୍ ଭ୍ୟାଲୁ କେତେ? ପାଇ। କିନ୍ତୁ ସାଇନ୍ ଏକ୍ସ ର ଭ୍ୟାଲୁ କେତେ? 2π। ତ ଏ ଫର୍ମୁଲା ହେତୁ ରଖିଥାନ୍ତୁ, କାରଣ ଆମେ କ୍ୱେଶ୍ଚିନ୍ ଆନ୍ସର କଲା ଆଗରୁ ଏଇଟା ଆପ୍ଲାଏ ହେବ। ସେମିତି sec 2 ପାୱାର nx cosec 2 ପାୱାର nx ର ପିରିୟଡ଼ିକ୍ ଭ୍ୟାଲୁ କ'ଣ? ପାଇ। କିନ୍ତୁ ଏଇଟା କଣ୍ଡିସନ କ'ଣ କହନ୍ତି? ଇଫ୍ କ'ଣ 2π sec 2 ପାୱାର nx cosec 2 ପାୱାର nx ର ପିରିୟଡ଼ିକ୍ ଭ୍ୟାଲୁ କେତେ? 2π। ଇଫ୍ କ'ଣ କହିଛି? n ଇଜ୍ ଅଡ୍, ମିନ୍ସ ଯଦି ମୁଁ କହିବି cosec ର ପାୱାର q ବା qx କି sec 2 ପାୱାର qx ର ପିରିୟଡ଼ିକ୍ ଭ୍ୟାଲୁ କେତେ? ତ ତମକୁ କହିବ 2π। ସେମିତି ଫୋର୍ଥରେ ଆମର କ'ଣ ଦେଇଛି? ମୁଁ ଯଦି ଲେଖିବି ସାଇନ୍ ର ପାୱାର ମୋଡ୍ x, ସେମିତି cos ର ପାୱାର ମୋଡ୍ x ହଉ କି 10 ର ପାୱାର ମୋଡ୍ x ହଉ କି cot ର ପାୱାର ମୋଡ୍ x ହଉ, ଯେକୌଣସି ଫଙ୍କସନ୍ ବା ମୋଡ୍ x ହଉ, sec 2 ପାୱାର ମୋଡ୍ x ହଉ କି cosec 2 ପାୱାର ମୋଡ୍ x ହଉ, ଆର ଭ୍ୟାଲୁ ସବୁବେଳେ କ'ଣ ରହିବ? ଆର ଭ୍ୟାଲୁ ସବୁବେଳେ ରହିବ ପାଇ। ତ ଏଇ ଟେବୁଲଟା ଆମେ ଟିକେ ହେତୁ ରଖିବାକୁ ପଡ଼ିବ। ତ ଯାଇକିରି ଆମେ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିପାରିବା। ତ ମନେ ରଖିଥାନ୍ତୁ କ'ଣ ଆମେ ଆଗରୁ ପଢ଼ିଥିଲେ ସାଇନ୍ ଏକ୍ସ cos x cosec x sec x ର ପିରିୟଡ଼ିକ୍ ଭ୍ୟାଲୁ କେତେ ରହୁଛି? 2π।
ସେମିତି 10 ଆଉ କୋଟ୍ର ପିରିୟଡ଼ିକ୍ ଭ୍ୟାଲୁ କେତେ ରହୁଛି ପାଇ। ସେମିତି ସାଇନ୍ ଟୁ ପାୱାର ଏନ୍ ଏକ୍ସ କୋସ୍ ଟୁ ପାୱାର ଏନ୍ ଏକ୍ସ ର ପିରିୟଡ଼ିକ୍ ଭ୍ୟାଲୁ ପାଇ, କ'ଣ କଣ୍ଡିସନ୍ ଦେଇଛି ଏନ୍ ଇଜ୍ ଇଭେନ୍। ସେମିତି ସେକ୍ ଟୁ ପାୱାର ଏନ୍ ଏକ୍ସ କୋସେକ୍ ଟୁ ପାୱାର ଏନ୍ ଏକ୍ସ ର ପିରିୟଡ଼ିକ୍ ଭ୍ୟାଲୁ କେତେ ହେଉଛି 2 ପାଇ, କିନ୍ତୁ କଣ୍ଡିସନ୍ କ'ଣ କହିଛି ଏନ୍ ଇଜ୍ ଅଡ୍। ଆଉ ଯେକୌଣସି ଆମର ଛୋଟିଆ ଫଙ୍କସନ୍ର ମୋଡ୍ ଯଦି କହିଛି ତ ତାର ଭ୍ୟାଲୁ କ'ଣ ଆସିବ, କ'ଣ ଆସିବ ପିରିୟଡ଼ିକ୍ ଭ୍ୟାଲୁ ପାଇ ଆସିବ। ତ ଚାଲ ଆକୁ ରିଲେଟେଡ୍ କିଛି କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା। ଚାଲନ୍ତୁ ପ୍ରଥମ କ୍ୱେଶ୍ଚିନ୍ କ'ଣ କରିଦିଏ। ତ ପ୍ରଥମ କ୍ୱେଶ୍ଚିନ୍ ପଢ଼ିବା ପୂର୍ବରୁ ଆଉ ଗୋଟେ ମନେ ରଖିଥା, ଆଉ ଗୋଟେ ରୁଲ୍ଟେ ମନେ ରଖିବାକୁ ପଡ଼ିବ। ତ ମନେକର ଏଇ ଟାଇପ୍ର ଫର୍ମ ଦେଇଛି, ମନେକର ଭାବନ୍ତୁ LCM ଅଫ୍ A by B, B by C by D ଆଉ କ'ଣ E by F, ଏଇ ଟାଇପ୍ର ଯଦି ଫର୍ମ ଦେଇଛି ମନେ ରଖିଥାନ୍ତୁ କ'ଣ ହେବ। ମନେକର 2-3ଟା ଫଙ୍କସନ୍ର ପିରିୟଡ଼ିକ୍ ଭ୍ୟାଲୁ ଦେଇଛି, ତ ଆର ଆମେ କେଉଁ ଟାଇପ୍ର ଆନ୍ସର୍ ଆମେ କାଢ଼ିପାରିବା। ତ କେମିତି କରିପାରିବା, ଉପରେ କ'ଣ ନେବା LCM ଅଫ୍ A C E, 2-3ଟା ଫଙ୍କସନ୍ର ପିରିୟଡ଼ିକ୍ ଭ୍ୟାଲୁ ଗୋଟେ ଥରକେ ପଚାରିଥିବା, ତ ଆମେ ଏଇ ଫର୍ମୁଲାରେ ଆର ଆନ୍ସର୍ କାଢ଼ିପାରିବା। ସେମିତି HCF ଅଫ୍ କ'ଣ BDF, ଏଇଟା ମଧ୍ୟ ହେତୁ ରଖିଥାନ୍ତୁ, ଏଇଟା ଇମ୍ପୋର୍ଟାଣ୍ଟ ରହିବ କାରଣ ବହୁତ କ୍ୱେଶ୍ଚିନ୍ରେ ଏଇ ଫର୍ମୁଲାଟା ଆପ୍ଲାଏ ରହିବ ବା ଏଇ ରୁଲ୍ଟା ଆପ୍ଲାଏ ରହିବ। ତ ଚାଲନ୍ତୁ କିଛି କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା। ଆମର ଏଠି ପ୍ରଥମ କ୍ୱେଶ୍ଚିନ୍ କହିଛି, ଏଠି ପଚାରିଛି ପିରିୟଡ଼ିକ୍ ଭ୍ୟାଲୁ ଅଫ୍ ସାଇନ୍ 5x, କ'ଣ ସାଇନ୍ କ'ଣ 5x ର ପିରିୟଡ଼ିକ୍ ଭ୍ୟାଲୁଟା ପଚାରିଛି। ତ ଆମେ ଜାଣିଛନ୍ତି କ'ଣ, ଆମେ ଜାଣିଛନ୍ତି କ'ଣ ସାଇନ୍ x ର ପିରିୟଡ଼ିକ୍ ଭ୍ୟାଲୁ କେତେ, ସାଇନ୍ x ର ପିରିୟଡ଼ିକ୍ ଭ୍ୟାଲୁ କ'ଣ ଆମେ ଜାଣିଛେ 2 ପାଇ। ସେମିତି ମୁଁ ପଚାରି କ'ଣ ସାଇନ୍ x ଯଦି ପିରିୟଡ଼ିକ୍ ଭ୍ୟାଲୁ 2 ପାଇ, ମନେ ରଖିଥାଉ ମନେକର, ତ ସାଇନ୍ 5x ର ପିରିୟଡ଼ିକ୍ ଭ୍ୟାଲୁ କ'ଣ ହେବ ଜାଣିଛ 2 ପାଇ ଡିଭାଇଡ୍ ବାଇ x ସହିତ ଯେଉଁଟା ମଲ୍ଟିପ୍ଲାଏ ଥିବ ତାକୁ ଆମେ ଡିନୋମିନେଟରରେ ଆଣିବା ହାରି ବା ତାକୁ ଡିଭାଇଡ୍ କରିଦେବା, ମିନ୍ସ କ'ଣ ହେବ ବାଇ 5, ମିନ୍ସ 2 ପାଇ ବାଇ 5 ଆର ପିରିୟଡ଼ିକ୍ ଭ୍ୟାଲୁ ହେଉଛି ଆନ୍ସର୍ କ'ଣ 2 ପାଇ ବାଇ 5। ସେମିତି ଆଉ ଗୋଟେ କ୍ୱେଶ୍ଚିନ୍ ଦେଇଛି କ'ଣ ଦେଇଛି କ'ଣ 10 3x, ମନେକର ଭାବନ୍ତୁ 10 3x ର ପିରିୟଡ଼ିକ୍ ଭ୍ୟାଲୁ କେତେ, ପିରିୟଡ଼ିକ୍ ଭ୍ୟାଲୁ କେତେ ହେବ ଆମେ ଜାଣିଛନ୍ତି କ'ଣ ଜାଣିଛନ୍ତି ଆମେ 10x ର କ'ଣ ପିରିୟଡ଼ିକ୍ ଭ୍ୟାଲୁ କେତେ ପାଇ। ସେମିତି 10 3x ର ପିରିୟଡ଼ିକ୍ ଭ୍ୟାଲୁ କେତେ ହେବ 5 ବାଇ x ସହିତ ଯେଉଁଟା ମଲ୍ଟିପ୍ଲାଏ ହେଇଛି, ମଲ୍ଟିପ୍ଲାଏ କେତେ ହେଇଛି 3, ତ ସରି କ'ଣ ହେବ ପାଇ ବାଇ 3, ଏଇଟା ହେଉଛି ଆମର ଆନ୍ସର୍। ସେମିତି ଏଇଟା ସିନା ମୁଁ ଗୋଟେ ଟର୍ମରେ ପଚାରିଲି ବା ଗୋଟେ ଫଙ୍କସନ୍ ନେଇକି ପଚାରିଲି, ସେମିତି ମନେକର 2ଟା ଫଙ୍କସନ୍ ଥିବ, ଭାବନ୍ତୁ ଏଇ ଟାଇପ୍ର ଥିବ, ମନେକର ପଚାରିଛି ଫାଇଣ୍ଡ ପିରିୟଡ଼ିକ୍ କ'ଣ ଫାଇଣ୍ଡ କ'ଣ ପିରିୟଡ଼ିକ୍ 10 3x ପ୍ଲସ୍ cos 5x by 2, ତ ଆର ଆମେ ପିରିୟଡ଼ିକ୍ ଭ୍ୟାଲୁ କାଢ଼ିବା। ତ ଆମେ ଜାଣିଛନ୍ତି ଗୋଟେ କାଢ଼ନ୍ତୁ। ଫାଷ୍ଟ କ'ଣ ଆମେ ଜାଣିଛେ ପିରିୟଡ଼ିକ୍ ଯଦି 10 3x ର ପିରିୟଡ଼ିକ୍ ଭ୍ୟାଲୁ କେତେ କାଢ଼ିବା, ତ ପିରିୟଡ଼ିକ୍ ଅଫ୍ 10 3x, ଆମେ ଜାଣିଛେ 10x ର ପିରିୟଡ଼ିକ୍ ଭ୍ୟାଲୁ କେତେ ସବୁବେଳେ ପାଇ ରହିବ, ତ 10 3x ର କେତେ ରହିବ ପାଇ ବାଇ 3, x ମଲ୍ଟିପ୍ଲାଏ x କାହା ସହିତ ମଲ୍ଟିପ୍ଲାଏ ଅଛି 3 ସହିତ, ତ ପାଇ ବାଇ 3 ହେବ। ସେମିତି କ'ଣ
ସେମିତି cos 5x/2 ର ପିରିୟଡିକ୍ ଭ୍ୟାଲୁ କେତେ ହବ? ଆମେ ଜାଣିଛେ ଯେ cos x ର ପିରିୟଡିକ୍ ଭ୍ୟାଲୁ ହେଉଛି କ'ଣ 2π। ମୁଁ କ'ଣ କରିବି ବାଇ ଏଠି କ'ଣ ଅଛି 5/2, ତ ମୁଁ ଏଠି ଲେଖିପାରିବି କ'ଣ 5/2 ବା ଆନ୍ସର କ'ଣ ଆସିବ 4π/5। ତ ଆମେ ଗୋଟେ ଫର୍ମୁଲା ଜାଣିଥିଲେ କ'ଣ LCM ଅଫ୍ A/B C/D E/F ହେଲେ କ'ଣ କରିବା ବା LCM ଅଫ୍ ACE HCF ଅଫ୍ BDF, କାରଣ ଏଠି ଦୁଇଟା ଫଙ୍କସନର ପିରିୟଡିକ୍ ଭ୍ୟାଲୁ ପଚାରିଛି। ତ ଏଇ ଫର୍ମୁଲାରେ ଆମେ ଆର ଆନ୍ସର କାଢ଼ିପାରିବା। ମୁଁ ଲେଖିପାରିବି ଏଇ ଟାଇପ୍ରେ ଲେଖିଲେ ହେବନି। ମୁଁ ଲେଖିବି LCM ଅଫ୍ ଆମର କ'ଣ କ'ଣ ଆସିବ, ଗୋଟେ ହେଉଛି କ'ଣ ଗୋଟେ ହେଉଛି କ'ଣ π/3 ଆଉ ଗୋଟେ କ'ଣ ଆସିଛି 4π/5। ତ ଆନ୍ସର କ'ଣ ମୁଁ ଲେଖିପାରିବି LCM ଅଫ୍ ପାଇ ଏଇ ଟାଇପ୍ର ଦେଖନ୍ତୁ ଏଇ ଫର୍ମୁଲାଟା ଆପ୍ଲାଏ କଲି ପାଇ ଆଉ କେତେ ହେବ 4π ତଳେ କ'ଣ ଲେଖିବି HCF ଅଫ୍ କ'ଣ ଲେଖିବି 3 ଆଉ 5। ତ ଆମେ ଜାଣିଛନ୍ତି LCM ଅଫ୍ ପାଇ ଆଉ 4πର LCM କେତେ ହେବ 4π ଆକାର ରହିବ, ଆଉ 3 ଆଉ 5ର HCF କେତେ 1 ରହିବ। ତ ଆମର ଆନ୍ସର କେତେ ଆସିବ 4π। ତ କ'ଣ ଆମର ପିରିୟଡିକ୍ ଭ୍ୟାଲୁ ଅଫ୍ tan 3x ପ୍ଲସ୍ cos 5x/2 ର ପିରିୟଡିକ୍ ଭ୍ୟାଲୁଟା କେତେ ଆସିଲା 4π। ସେମିତି ଆଉ ଗୋଟେ କ୍ୱେଶ୍ଚିନ୍ ପଚାରିଛି, ସେମିତି ଆଉ ଗୋଟେ କ୍ୱେଶ୍ଚିନ୍ ପଚାରିଛି କ'ଣ ପଚାରିଛି ଫାଇଣ୍ଡ ଦ ପିରିୟଡିକ୍ ଫଙ୍କସନ୍ ଅଫ୍ ଦେଇଛି କ'ଣ ଦେଇଛି f ଅଫ୍ x ଇକ୍ୱାଲ୍ ଟୁ କ'ଣ sin 2x ର mod ପ୍ଲସ୍ cos 8x ର mod। ହେଲେ ଆମେ ଜାଣିଛନ୍ତି ପୂର୍ବ ଫର୍ମୁଲାରେ ଆମର କ'ଣ ଲେଖିଥିଲି ମୁଁ ଯେ sin mod x ହେଉ କି cos mod x ହେଉ ତାଙ୍କର ପିରିୟଡିକ୍ ଭ୍ୟାଲୁ ସବୁବେଳେ କ'ଣ ହେଉଛି ପାଇ। ତ ମୁଁ ଲେଖିପାରିବି ତ sin 2x ର modର ପିରିୟଡିକ୍ ଭ୍ୟାଲୁ କେତେ ପାଇ ରହୁଛି। ତ ଏଇଟା ମୁଁ ଏଇ ଟାଇପ୍ରେ ଲେଖିଲେ ହେବନି ବାଇ 2 କରିଦେବି ହେବ ନା ଆନ୍ସର, କାରଣ ଆମେ ଜାଣିଛନ୍ତି କ'ଣ ମୋଡ୍ ଫଙ୍କସନର ପିରିୟଡିକ୍ ଭ୍ୟାଲୁ ସବୁବେଳେ ପାଇ ରହୁଛି। ତ ଏଠି 2x ଅଛି ତ ମୁଁ π/2 କରିପାରିବି। ସେମିତି cos 8x ର ମୋଡ୍, ତ ଆମେ ଜାଣିଛନ୍ତି ସବୁ ଫଙ୍କସନର ମୋଡ୍ ସବୁବେଳେ କ'ଣ ପାଇ ପିରିୟଡିକ୍ ଭ୍ୟାଲୁ। ତ ଏଇଠି ପାଇ ରହିଲା ଆଉ x ସହିତ କିଏ ମଲ୍ଟିପ୍ଲାଏ ଅଛି 8, ତ ମୁଁ ଲେଖିପାରିବି ଏଠି π/8। ତ ଏଇ ଦୁଇ ଜଣ ଯାକର ଗୋଟେ ଥରକରେ ଆମେ ପିରିୟଡିକ୍ ଭ୍ୟାଲୁ କାଢ଼ିବା। କ'ଣ ଫର୍ମୁଲା ଏଇ ଫର୍ମୁଲା ଅନୁସାରେ ତ ମୁଁ ଲିଖିପାରିବି କ'ଣ LCM ଅଫ୍ କ'ଣ π/2 ସେ ଫର୍ମୁଲା ଲେଖିଲେ କ'ଣ ହେବ π/8 ଇକ୍ୱାଲ୍ ଟୁ କ'ଣ ଲେଖିବି LCM ଅଫ୍ ପାଇ ଆଉ କ'ଣ ପାଇ ଆଉ ଗୋଟେ କ'ଣ ଦେଇଛି HCF ଅଫ୍ 2 ଆଉ 8। ତ LCM ପାଇ ଆଉ ପାଇର LCM କେତେ ହେବ ପାଇ ହେବ, ଆଉ 2 ଆଉ 8ର HCF କେତେ ହେବ 2 ହେବ। ତ ଆନ୍ସର ଆମର କ'ଣ ଆସିଲା π/2। ସେମିତି ଆଉ ଗୋଟେ କ୍ୱେଶ୍ଚିନ୍ ହେଇଛି, ଏ ଟିକେ ଲଙ୍ଗ କ୍ୱେଶ୍ଚିନ୍ ରହିବ ପିରିୟଡିକ୍ ଫଙ୍କସନ୍ କାଢ଼ିବା ପାଇଁ। ତ ଆମର ଏଠି ଦେଇଛି କ'ଣ ଦେଇଛି ଆମର ଦ ପିରିୟଡିକ୍ ଫଙ୍କସନ୍ ଅଫ୍ f ଅଫ୍ x କ'ଣ ଦେଇଛି sin 4x
cos टू पावर फोर्थ एक्स आर पीरियडिक भैल्यू काढ़िया तो এইভাবে তো ଆମେ ଦେଖିକିରି କାଢ଼ିବାଟା ଟିକେ ଡିଫିକଲ୍ଟ ହେବ ଆକୁ ଟିକେ ସଲ୍ଭ କରିପାରିବା ତ ମୁଁ ଆଉ ଦେଖନ୍ତୁ ମୁଁ କେମିତି ସଲ୍ଭ କରୁଛି ତ ଏଫ୍ ଅଫ୍ ଏକ୍ସ ଇକାଲ୍ କ'ଣ ଦେଇଛି ସାଇନ୍ର ପାୱାର ଫୋର୍ଥ ଏକ୍ସ ପ୍ଲସ୍ କସ୍ର ପାୱାର ଫୋର୍ଥ ଏକ୍ସ ତ ମୁଁ ଆକୁ ଯଦି ଏଇଟା ଲେଖିଲା ହେବନି ମୁଁ ଲେଖିବି ସାଇନ୍ ସ୍କୋୟାର ଏକ୍ସ ପ୍ଲସ୍ କସ୍ ସ୍କୋୟାର ଏକ୍ସର ହୋଲ୍ ସ୍କୋୟାର माइनस 2 साइन स्क्वायर एक्स कॉस स्क्वायर एक्स हेनी तो साइन स्क्वायर एक्स प्लस कॉस स्क्वायर एक्स होल स्क्वायर बोले केते हम साइन टू पावर फोर्थ एक्स प्लस कॉस रो पावर फोर्थ एक्स प्लस कौन 2 साइन स्क्वायर एक्स कॉस स्क्वायर एक्स माइनस 2 साइन स्क्वायर एक्स कॉस स्क्वायर एक्स मीन्स ये दी जन कैंसिल हो जाए तो आमर कौन पड़े साइन रो पावर फोर्थ एक्स प्लस कॉस रो पावर फोर्थ एक्स जान पाउछ ना तो मुझे डायरेक्ट लिखिदेली तो जब मुझे लिखी आउ टे लिखी बेले आम जानते कौन आम जानते कौन साइन स्क्वायर एक्स प्लस कॉस स्क्वायर एक्स भैल्यू के 1 तो मुझे ये टाइप लिखला ना 1 माइनस 2 कौन लिखा साइन स्क्वायर एक्स कॉस स्क्वायर एक्स कौन साइन स्क्वायर एक्स कॉस स्क्वायर एक्स तो मुझे कौन करी तले उपरे 2 मल्टिप्लिकेशन करदे मन भावते मुझे गोटे 2 मल्टिप्लिकेशन करदे तले मत 2 मल्टिप्लिकेशन करदे मीनस बैलेंस हो गला तो मुझे ये फॉर्म लिखिपारि 1 माइनस 1/2 ये 4 कौन है ऊपर वाला कौन 4 तो मुझे ये टाइप लिखे 2 साइन एक्स इंटू कॉस एक्स रो होल स्क्वायर हेनी ये लिखे ना तो आम जानते 2 साइन एक्स इंटू कॉस एक्स कौन साइन 2x तो आपको मुझे टाइप लिखला हेनी 1 माइनस साइन 2x को एमती लिखला हेनी आम गोटे फर्मुला जानते 1 माइनस कॉस 4x बाय 2 हम ना तो मुझे जब आउ टे सल्व करी तो मुझे कौन कर पाइबी 1 माइनस 1/2 टा जब मल्टिप्लिकेशन हम कौन हम 1/4 हम ये आउ ये कौन माइनस माइनस कौन हो प्लस हो 1/4 कॉस कौन 4x तो आपको ये टाइप सजेदेवी कौन लिखा 1 माइनस 1/4 बोले कौन 3/4 प्लस 1/4 कॉस 4x तो आम आंसर पड़े आस तो आम कॉस 4x पीरियड वैल्यू काढ़िया तो cos 4x पीरियड वैल्यू केमती आसो द पीरियड ऑफ एफ ऑफ एक्स केते आसो आम जानते cos x पीरियड वैल्यू केते 2 पाई तो cos 4x पीरियड वैल्यू केते 2 पाई बाय 4 हम 2 पाई बाय कौन हम 4 हम तो आंसर केते आसो पाई बाय 2 एटा हो यार आंसर एटा टिके लॉन्ग रहियो सेमती आ किसी क्वेश्चन प्रैक्टिस करिया सेमती गोटे क्वेश्चन देछि फाइंड द डोमेन एफ ऑफ एक्स इक्वल टू दीजिए log टू पावर बेस 10 5x माइनस एक्स स्क्वायर बाय 4 रो स्क्वायर रूट रो डोमेन काढ़िया कही तो आम जानते स्क्वायर रूट थे कौन हम आम आगु मुझे पढ़ी पूर्व वीडियो कौन लिखा एक्सप्रेशन ग्रेटर देन इक्वल टू 0 तो मुझे टाइप लिखिपारि लिखी कौन log टू पावर बेस 10 5x माइनस एक्स स्क्वायर बाय 4 ग्रेटर देन इक्वल टू 0 तो आम जानते फर्मूला कौन
log टू पावर बेस 10 जदि मु राइट साइड ने देबी बेले कोन हबो आंसर कोन हबो 1 आसीबो बुझि पाइलो ना ए log टू पावर बेस 10 टा जदि मु राइट साइड ने बेले कोन हबो 1 हबो तो मु लिखि पाबी 5x minus x square by 4 greater than equal to 1 हबो तो मु आको टिके सॉल्व कर पाबी लिखबी 5x minus x square greater than equal to 4 लिखबी तो मु कोन करबी दी साइड रे नेगेटिव मल्टीप्लिकेशन कर नेगेटिव मल्टीप्लिकेशन करले कोन हबो x स्क्वायर ए कोन हबो 5x ए कोन ग्रेटर देन इक्वल टू कोन हिसा लेस देन इक्वल टू माइनस 4 हिजो ना तो आको ए टाइप रे लिखले हबनी कोन लिख पाइबी x स्क्वायर माइनस 5x प्लस 4 कोन लेस देन इक्वल टू 0 तो एटा गोटे क्वाड्रेटिक इक्वेशन आसला तो आको आउ टिके जदि सॉल्व करी कोन लिख पाइबे लिख पाइबे x स्क्वायर माइनस 4x माइनस x प्लस 4 लेस देन इक्वल टू 0 तो एमति लिखले हबो तो मु आको कोन लिख पाइबे x जदि कॉमन का देले x माइनस 4 एटा माइनस 1 जदि कॉमन का देबी कोन हबो x माइनस 4 लेस देन इक्वल टू 0 तो कोन हबो x माइनस 4 x माइनस 1 लेस देन इक्वल टू 0 तो हमर क्रिटिकल पॉइंट पड़े आसला कोन हमर क्रिटिकल पॉइंट कोन आसला गोटे 1 आसला आ गोटे 4 आसला तो एटे कोन आसीबो पॉजिटिव आसे निश्चित पॉजिटिव आसीबो जदि हम वैल्यू रखिया एटे कोन आसीबो नेगेटिव आसीबो एटे कोन आसीबो पॉजिटिव आसीबो किंतु हमर एटे कोन अछि लेस देन इक्वल टू 0 तो हमर डोमेन कोन हबो डोमेन कोन हबो 1 टू 4 ए कोन हबो क्लोज ब्रैकेट आंसर पड़े आसला सिंधी आ गोटे क्वेश्चन देछि कोन देछि कोन देछि एटे find the domain of cos inverse x minus 3 by 2 minus log to power base 10 4 minus x तो आमे जानछे नेगेटिव पॉजिटिव एटा कोन होटे इंटरसेक्शन जानछे हमें तो यदि हमें cos इनवर्स x by 3 को ए टाइप लिख पाबे हमें जानछे cos इनवर्स रो वैल्यू कोन -1 to 1 भीतर होছে ता वैल्यूटा तो मैं आपको एमदी लिख पाबी x -3 by 2 लेस देन इक्वल टू -1 लेस देन इक्वल टू कोन 1 तो मु एठे कोन x रो वैल्यू काढ पाबी x रो वैल्यू केन काढबी मु कोन करी दी साइड रे कोन सब साइड रे कोन करबी 2 मल्टीप्लिकेशन कर देबी बेले एठे कोन हो -2 लेस देन इक्वल टू कोन x -3 लेस देन इक्वल टू 2 हबो तो मु एथर कोन करी ऐड कर दे 3 जदि एठे मु 3 ऐड करबी तो मोर आंसर कोन हबो एठे 1 हे जिवो एठे कोन हबो एठे हबो हमरो x हे जिवो आ एठे कोन हबो 5 आसी तो हमरो गोटे वैल्यू पळे आसला x वैल्यू कोन 1 टू 5 आउ सिमिति एठे log टू पावर बेस 10 4 - x किन काढे देखु हम जानते जे log फंक्शन सब बेले कोन ग्रेटर देन 0 रहबो कोन ग्रेटर देन 0 रहबो तो मु में लिख पाबी 4 - x ग्रेटर देन 0 तो कोन हबो इनसे x लेस देन 4 तो हमर कोन आसला cos इनवर्स x - 3 by 2 रो वैल्यू केता आसला कोन 1 टू 5 भितरे तो मु आकू ए टाइप रे लिखलो बने आकू नंबर लाइन लिखबी फर्स्ट कोन आसी 1 4 5 फर्स्ट हमर कोन आसी 1 टू 5 तो प्रथम आसी 1 टू 5 आ गोटे कोन आसी x लेस देन 4 x लेस देन 4 बोले कोन ए टाइप रो तो आके दी जन रे इंटरसेक्शन रो वैल्यू केते आसी दी जन रे इंटरसेक्शन रो वैल्यू केते आसी एटा आसी तो हम लिखबे कोन डोमेन कोन हबो
1 to 4 ভিতরে। ତ ଆଉ ଗୋଟେ କ୍ୱେଶ୍ଚିନ୍ ଦେଇଛି, ଏଇଟା ଗୋଟେ ଜେଇର କ୍ୱେଶ୍ଚିନ୍ଟେ ଦେଇଛି ଆମର କ'ଣ the domain of the function କ'ଣ ଦେଇଛି f of x equal to କେତେ ଦେଇଛି cos x ର ସ୍କୋୟାର ରୁଟ୍, cos x ର ରୁଟ୍ ଓଭର ଦେଇଛି। ତ ଆର ଡୋମେନ୍ ଭ୍ୟାଲୁ ପଚାରିଛି। ତ ଏଇଟା ଅପସନ୍ କ'ଣ ଅଛି, ଏଇଟା ଆମର ଅପସନ୍ ଅଛି 3π/2 to 2π, ଗୋଟେ ଅପସନ୍ ଅଛି। 2 ନମ୍ବର ଅପସନ୍ କ'ଣ ଦେଇଛି 0 to π/2, ଆଉ 3 ନମ୍ବର ଅପସନ୍ କ'ଣ ଦେଇଛି 0 to π/2 union 3π/2 to 2π। ତ ଆର ଆନ୍ସର କ'ଣ ହେବ? ତ କ'ଣ କହୁଛି ଆର ଡୋମେନ୍ର ଭ୍ୟାଲୁ କାଢ଼ିବାକୁ କହିଛି। cos x ର କ'ଣ ରୁଟ୍ ଓଭରର ଡୋମେନ୍ର ଭ୍ୟାଲୁ କାଢ଼ିବାକୁ କହିଛି। ତ ଆମେ ଜାଣିଛନ୍ତି, ଆମେ ଆଗରୁ ପଢ଼ିଥିଲେ କ'ଣ ଏଇଟା କ'ଣ ସ୍କୋୟାର ରୁଟ୍। ତ ସ୍କୋୟାର ରୁଟ୍ ମିନ୍ସ ମୁଁ ଲେଖିପାରିବି କ'ଣ କହିବି cos x greater than equal to 0 ମିନ୍ସ cos x ର ଭ୍ୟାଲୁ କୋଉଠି କୋଉଠି ପଜିଟିଭ୍ ହେଉଛି ଆମେ ଜାଣିବାକୁ ପଡ଼ିବ। ତ ଆମେ ଆର ଆନ୍ସର କାଢ଼ିପାରିବା। ତାର ଆମେ ଜାଣିଛନ୍ତି ସ୍କୋୟାର ରୁଟ୍ରେ କ'ଣ ହେବ ଏକ୍ସପ୍ରେସନ୍ କ'ଣ greater than equal to 0। ତ cos x ର ଭ୍ୟାଲୁ କ'ଣ ହେବ, cos x ର ଭ୍ୟାଲୁ କ'ଣ ହେବ greater than 0। ତ ଆମେ ଜାଣିଛନ୍ତି କ'ଣ ଏଇଟା କ'ଣ ଫାର୍ଷ୍ଟ କ୍ୱାଡ୍ରାଣ୍ଟ, ଏଇ ସେକେଣ୍ଡ, ଏଇ ଥାର୍ଡ, ଏଇ ଫୋର୍ଥ। ଏଇଟା କେତେ ମୁଁ ଏଇଟା ମନେ 0 ଡିଗ୍ରୀ ନେଲି, ଏଇଟା π/2, ଏଇ କେତେ ପାଇ, ଏ କେତେ ହେବ 3π/2, ଏ କେତେ ହେବ 2π। ତ ଆମେ ଜାଣିଛନ୍ତି କ'ଣ ଜାଣିଛନ୍ତି ଆମେ ଆଉ ଗୋଟେ ଜାଣିଛନ୍ତି କ'ଣ ଏଠି କ'ଣ ଅଲ୍ ଫଙ୍କସନ୍ ଆର୍ ପଜିଟିଭ୍। ସେକେଣ୍ଡ କ୍ୱାଡ୍ରାଣ୍ଟରେ କ'ଣ ହେଉଛି ସାଇନ୍ ଆଉ କ'ଣ କୋସେକ୍ କ'ଣ ସବୁବେଳେ ପଜିଟିଭ୍ ହେବ। ସେମିତି ଥାର୍ଡ କ୍ୱାଡ୍ରାଣ୍ଟରେ କ'ଣ ହେଉଛି tan x ଆଉ ଗୋଟେ କ'ଣ cot x ସବୁବେଳେ କ'ଣ ପଜିଟିଭ୍ ରହିବ। ସେମିତି ଫୋର୍ଥ କ୍ୱାଡ୍ରାଣ୍ଟରେ କ'ଣ ହେଉଛି cos x ଆଉ ଗୋଟେ କ'ଣ ହେବ cos x ଆଉ ଗୋଟେ କ'ଣ ହେବ sec x ର ଭ୍ୟାଲୁ କ'ଣ ପଜିଟିଭ୍ ରହୁଛି। ତ ଏଇ ଅନୁସାରେ ଯଦି ଆମେ ଆନ୍ସର ଦେଖିବା cos x ର ଭ୍ୟାଲୁ ପଜିଟିଭ୍ କୋଉଠି ରହୁଛି, ଗୋଟେ ହେଉଛି 0 to π/2 ମିନ୍ସ ଏଇଠି ସମସ୍ତେ ପଜିଟିଭ୍ ରହୁଛନ୍ତି, ଆଉ ଗୋଟେ କୋଉଠି ରହୁଛି ଆଉ ଗୋଟେ ରହୁଛି ଫୋର୍ଥ କ୍ୱାଡ୍ରାଣ୍ଟ। ତ ଆର ଆନ୍ସର କ'ଣ ହେବ, ଆର ଆନ୍ସର ହେବ 0 to π/2 ୟୁନିୟନ କ'ଣ ହେବ 3π/2 to 2π। ଆର ଆନ୍ସର ହେବ। ଆଉ ଗୋଟେ ଜେଇର କ୍ୱେଶ୍ଚିନ୍ରେ ପଚାରିଥିଲା। ଚାନ୍ଦୁ ସେମିତି ଆଉ କିଛି କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା। ସେମିତି ଆଉ ଗୋଟେ କ୍ୱେଶ୍ଚିନ୍ ଦେଇଛି କ'ଣ if f of x equal to x plus 2/3x minus 1 then f of x
इज इक्वाल टू डैश ବୋଲି ପଚାରିଛି, ଇଜ ଇକ୍ୱାଲ ଟୁ ଡ୍ୟାଶ ବୋଲି ପଚାରିଛି। ତ ଆର ଆନ୍ସର କ'ଣ ହେବ? ମନେକର ମୁଁ ଆକୁ ଏଇ ଟାଇପ୍ରେ ଲେଖିଲେ ହେବନି, ଏଫ୍ ଅଫ୍ ଏକ୍ସ, ତ ଏଫ୍ ଅଫ୍ ଏକ୍ସର ଭ୍ୟାଲୁ କେତେ ଦେଇଛି? ଏକ୍ସ ପ୍ଲସ୍ ଟୁ ବାଇ 3x ମାଇନସ୍ ୱାନ୍। ତ ଏଫ୍ ଅଫ୍ ଏକ୍ସର ଭ୍ୟାଲୁ କେତେ ହେଇଛି? ଏକ୍ସ ପ୍ଲସ୍ ଟୁ ବାଇ 3x ମାଇନସ୍ ୱାନ୍। ଏଠି କ'ଣ ଅଛି? ଏଫ୍ ଅଫ୍ ଏକ୍ସ ପ୍ଲସ୍ ଟୁ ବାଇ 3x ମାଇନସ୍ ୱାନ୍। ଯଦି ଆକୁ ଯଦି ଆମେ କମ୍ପେୟାର କରିବା ତ କ'ଣ ଲେଖିବା? ଏଇଟା ମୁଁ ଏମିତି ଲେଖିଲେ ହେବନି। ଯଦି ଆକୁ ଯଦି କମ୍ପେୟାର କରିବା ତ କ'ଣ ଲେଖିପାରିବି? ଏକ୍ସ ପ୍ଲସ୍ ଟୁ ବାଇ 3x ମାଇନସ୍ ୱାନ୍ ପ୍ଲସ୍ ଟୁ ବାଇ କ'ଣ ଲେଖିପାରିବି? 3 ଇଣ୍ଟୁ ଏକ୍ସ ପ୍ଲସ୍ ଟୁ ବାଇ 3x ମାଇନସ୍ ୱାନ୍ କ'ଣ ଲେଖିପାରିବି? ମାଇନସ୍ ୱାନ୍। ତ ଆମର ଆନ୍ସର କ'ଣ ଆସିବ? ଏକ୍ସ ପ୍ଲସ୍ ଟୁ, ତ ଏଇଟା କେତେ ହେବ? 6x ବାଇ ଟୁ ଡିଭାଇଡ୍ ବାଇ 3x ମାଇନସ୍ ୱାନ୍ ବାଇ କ'ଣ ହେବ? 3x ପ୍ଲସ୍ 6 ମାଇନସ୍ 3 ମାଇନସ୍ କ'ଣ 3x ମାଇନସ୍ ୱାନ୍ ବାଇ କ'ଣ ହେବ? 3x ମାଇନସ୍ ୱାନ୍। ତ ଏଇଟା କ୍ୟାନସଲ୍ ହେଇଯିବ। ତ ଆନ୍ସର କ'ଣ ଆସିବ? ଆନ୍ସର ଯଦି ଦେଖିବା ହେଲେ ଏଠି କେତେ ହେବ? 2 କୁ 2 କ୍ୟାନସଲ୍ ହେଇଯିବ। ଏଠି କେତେ ରହିବ? 7x ବାଇ, ଏଠି ଯଦି ଆମେ ଦେଖିବା ହେଲେ କ'ଣ ହେବ? 3x 3x କଟିଯିବ। ଏଠି କ'ଣ ମାଇନସ୍ଟା କ'ଣ ପ୍ଲସ୍ ୱାନ୍ ହେଇଯିବ। ତ ଆନ୍ସର କେତେ? 7 ହେବ। ତ 7 7 କ୍ୟାନସଲ୍ ହେଲେ ଆନ୍ସର କ'ଣ ହେବ? x ହେବ। ସେମିତି ଆଉ ଗୋଟେ କ୍ୱେଶ୍ଚିନ୍ କହିଛି କ'ଣ? ଏଠି ଦେଇଛି ଆଉ ଗୋଟେ କ୍ୱେଶ୍ଚିନ୍ କ'ଣ? find the domain f of x equal to 3 by 4 minus x square log to power base 10 x cube minus x। तो आम जदि या सल्व करवा आम जाने लॉग फंक्शन कौन सब ग्रेटर देन 0 रही। लॉग फंक्शन मन रखिए, लॉग फंक्शन सब ग्रेटर देन 0 रही। तो एक्स क्यू माइनस एक्स ग्रेटर देन 0, तो मुझे लिखिपारि एक्स कमन का कौन एक्स स्क्वायर माइनस 1 ग्रेटर देन 0। तो कौन को पाइबे? एक्स ए स्क्वायर माइनस बी स्क्वायर कले कौन हम? एक्स प्लस 1 आ गए कौन हम? एक्स माइनस 1 ग्रेटर देन 0। तो आपको जब नंबर लाइन लिखले कौन लिखिपारि? माइनस इनफिनिटी सॉरी प्लस इनफिनिटी माइनस इनफिनिटी। क्रिटिकल पॉइंट कौन कौन आसला? गोटे हम माइनस 1 0 प्लस 1। तो ये कौन हम? पॉजिटिव नेगेटिव पॉजिटिव नेगेटिव। तो आर के आसला एक्स बिलोंग्स टू आर के आसला भैल्यूटा आर के आसला एक्स टू बिलोंग्स टू के आसो ये ग्रेटर देन 0 मीन्स कौन आसो माइनस 1 टू 0 एटा ओपन ब्रैकेट रहिबो। कौन बे एटा ग्रेटर देन लिखाई छी, ग्रेटर देन इक्वल लिखानी ग्रेटर देन लिखाई छी। इंडियन कौन हम? 1 टू इनफिनिटी 1 टू इनफिनिटी। तो आउ गोटे कौन कही ये 4 माइनस एक्स स्क्वायर दिखाई मीन आम जाने डिनोमिनेटर नॉट इक्वल 0 बोले कौन लिखिपारि? 4 माइनस एक्स स्क्वायर नॉट इक्वल 0। तो एक्स इज नॉट इक्वल टू प्लस माइनस 2। तो जदि आपको आम आपको दिजन जाक जब कंपेयर करवा आम आंसर कौन आसो? ये कौन कही माइनस 2 कि प्लस 2 कढ़ा हम ना। तो ये मुझे लिखिपारि माइनस 1 टू 0 गोटे हम इंडियन देख 1 टू इनफिनिटी नहीं मुझे जब एमती भाग कले हेनी लिखी गोटे 1 टू 2 हम ओपन ब्रैकेट आगे सब जाक कारण 2 जब इनक्लूड होले ये कौन हो 0 हो तो हम ना 1 टू 2 गोटे हम इंडियन
2 ଠୁ ଇନଫିନିଟି ଗୋଟେ ହେବ, ଏ ହେଲେ ଓପନ୍ ବ୍ରାକେଟ୍ ହେବ। ତ ଆମ ଡୋମେନ୍ର ଭ୍ୟାଲୁ ପଳେଇ ଆସିଲା।